ପ୍ରୋସେସ ଅଛି କିନ୍ତୁ ଆମେ ସର୍ଟଲି ସାରିବା ପାଇଁ ଯିବା। ଏହା ଗୋଟିଏ ଏ ପୁସ୍ତକକୁ ପ୍ରଭୁ ମତେ ଦେଇଛନ୍ତି ଏଇ ଘଟଣାକୁ ଆଉ ତେଣୁ କରିକି ଆପଣ ମାନଙ୍କ ନିକଟରେ ମୁଁ ତାହା ସେୟାର କରିବା ପାଇଁ ଚାହେଁ। ଯଦି କିଏ ପାଉଛନ୍ତି ବିଚାରକର୍ତ୍ତା ପୁସ୍ତକ 3 ଅଧ୍ୟାୟ ତାର 12 ପଦ ଠାରୁ 30 ପଦ ପର୍ଯ୍ୟନ୍ତ ଜଣେ ସ୍ପଷ୍ଟ କରି ପଢିବା। ଆମେ ସମସ୍ତେ ଧ୍ୟାନ ସହକାରେ ଈଶ୍ୱରଙ୍କର ବାକ୍ୟକୁ ଶୁଣିବା। ସମସ୍ତଙ୍କୁ ପ୍ରେଜ ଦେଲ। ଅନନ୍ତର ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା ପୁନର୍ବାର କଲେ। ଏହେତୁ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା ସେମାନେ କରିବାରୁ ସଦାପ୍ରଭୁ ଇସ୍ରାଏଲ ପ୍ରତିକୂଳରେ ମୋଆବର ରାଜା ଇଗ୍ନୋଲକୁ ସବଳ କଲେ। ତହୁ ସେ ଅମନ ଓ ଅମାଲେକ ସନ୍ତାନଗଣକୁ ଆପଣା ନିକଟରେ ଏକତ୍ର କଲା ଓ ସେ ଯାଇ ଇସ୍ରାଏଲକୁ ଆଘାତ କରି ଖର୍ଜୁରପୁର ଅଧିକାର କଲା। ତହିଁରେ ଇସ୍ରାଏଲ ସନ୍ତାନ 18 ବର୍ଷ ପର୍ଯ୍ୟନ୍ତ ମୋଆବୀୟ ରାଜା ଇଗ୍ନୋର ସେବା କଲେ। ତହୁ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ ସଦାପ୍ରଭୁ ସେମାନଙ୍କ ପାଇଁ ଉଦ୍ଧାରକର୍ତ୍ତା ରୂପେ ବିନ୍ୟାମିନ ବଂଶୀୟ ଗେରାର ପୁତ୍ର ଏହୁଦକୁ ଉତ୍ପନ୍ନ କଲେ। ସେ ବାଁ ହାତିଆ ଥିଲେ। ପୁଣି ଇସ୍ରାଏଲ ସନ୍ତାନ ତାହା ଦ୍ୱାରା ମୋଆବୀୟ ରାଜା ଇଗ୍ନୋରଙ୍କ ନିକଟକୁ ଭେଟି ପଠାଇଲେ। ତହିଁରେ ଏହୁଦ ଆପଣା ନିମନ୍ତେ ଏକ ହସ୍ତ ଦୀର୍ଘ ଦ୍ୱିଧାର ଖଡ୍ଗ ନିର୍ମାଣ କରାଇ ଆପଣା ଦକ୍ଷିଣ ଜଙ୍ଘରେ ବସ୍ତ୍ର ଭିତରେ ବାନ୍ଧିଲେ। ତହୁ ସେ ମୋଆବୀୟ ରାଜା ଇଗ୍ନୋର ନିକଟକୁ ସେଇ ଭେଟି ନେଲେ। ସେହି ଇଗ୍ନୋରକୁ ଏକ ମୋଟା ଲୋକ ଥିଲା। ଆଉ ସେ ଭେଟି ଦେଇ ସାରିଲା ଉତ୍ତାରେ ଘେଟି ଦ୍ରବ୍ୟ ବାହକ ଲୋକମାନଙ୍କୁ ପଠାଇ ଦେଲେ। ମାତ୍ର ସେ ଆପେ ଗିଲଗଲସ୍ତ ପଥର ଖଣିଠାରୁ ବାହୁଡ଼ି ଆସି କହିଲେ, ହେ ରାଜନ, ଆପଣଙ୍କ ନିକଟରେ ମୋହର ଏକ ଗୁପ୍ତ କଥା ଅଛି। ତେବେ ରାଜା କହିଲା, ତୁନି ହୋଇଥାଅ। ତହୁ ତାହା ନିକଟରେ ଠିଆ ହେବାର ସମସ୍ତ ଲୋକ ତାହା ଚାମରୁ ବାହାରି ଗଲେ। ଏଥିରେ ଏହୁଦ ତାହା ନିକଟକୁ ଗଲେ। ସେତେବେଳେ ସେ ଆପଣା ଗ୍ରୀଷ୍ମକାଳୀନ ଉପର ମହଲାରେ ଏକାକୀ ବସିଥିଲା। ତହିଁରେ ଏହୁଦ କହିଲେ, ଆପଣଙ୍କ ପାଇଁ ପରମେଶ୍ୱରଙ୍କ ଠାରୁ ଆମ୍ଭର ଏକ କଥା ଅଛି। ତହୁ ସେ ଆପଣା ଆସନରୁ ଉଠିଲା। ତେବେ ଏହୁଦ ଆପଣା ବାମ ହସ୍ତ ବଢାଇ ଦକ୍ଷିଣ ଜଙ୍ଘରୁ ଖଡ୍ଗ ନେଇ ତାହାର ପେଟ ଭୁସିଲେ। ତହିଁରେ ଖଡ୍ଗ ସହିତ ମୁଠା ମଧ୍ୟ ପଶିଗଲା। ଆଉ ଖଡ୍ଗ ଚର୍ଦ୍ଦିରେ ଲାଖି ଯିବାରୁ ସେ ତାହା ପେଟରୁ ବାହାର କଲେ ନାହିଁ ଓ ଖଡ୍ଗ ପଛ ଭାଗରେ ବାହାରିଲା। ଏ ଉତ୍ତାରେ ଏହୁଦ ତାହାକୁ ରୁଦ୍ଧ କରଣାର୍ଥେ ସେହି ଉପର ମହଲାର କବାଟ ବନ୍ଦ କରି ଅର୍ଗଳ ଲଗାଇ ପାବଚ୍ଛ ପଥ ଆଡକୁ ବାହାରି ଗଲେ। ସେ ବାହାରି ଗଲା ଉତ୍ତାରେ ରାଜାର ଦାସମାନେ ଆସିଲେ ଓ ସେମାନେ ଦେଖିଲେ ଯେ, ଦେଖ, ସେହି ଉପର ମହଲାର କବାଟ ଅର୍ଗଳ ବନ୍ଦ ବଦ୍ଧ ହୋଇଅଛି। ଏଥିରେ ସେମାନେ କହିଲେ, ସେ ଅବଶ୍ୟ ଆପଣା ଗ୍ରୀଷ୍ମକାଳୀନ ଭିତର କୋଠରୀରେ ଆପଣା ପାଦ ଢାଙ୍କୁ ଅଛନ୍ତି। ତହୁ ସେମାନେ ଲଜ୍ଜିତ ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ। ମାତ୍ର ଦେଖ, ସେ ଉପର ମହଲାର କବାଟ ଫିଟାଇଲା ନାହିଁ। ଏହେତୁ ସେମାନେ କଞ୍ଚି କାଠି ନେଇ କବାଟ ଫିଟାଇଲେ। ତହିଁରେ ଦେଖ, ସେମାନଙ୍କର ପ୍ରଭୁ ମରି ଭୂମିରେ ପଡ଼ିଅଛି। ମାତ୍ର ସେମାନେ ବିଳମ୍ବ କରି ରହିବା ବେଳେ ଏହୁଦ ପଳାଇ ସେହି ପଥର ଖଣି ପାର ହୋଇ ସିରାକୁ ଚାଲିଗଲେ। ପୁଣି ସେ ସ୍ଥାନରେ ପହଞ୍ଚି ଇଫ୍ରିଏମ ପର୍ବତମୟ ଦେଶରେ ତୁରୀ ବଜାଇଲେ। ତହିଁରେ ଇସ୍ରାଏଲ ସନ୍ତାନ ତାଙ୍କ ସହିତ ପର୍ବତମୟ ଦେଶରୁ ଆସନ୍ତେ ସେ ସେମାନଙ୍କର ଅଗ୍ରଗାମୀ ହୋଇ ଚାଲିଲେ। ପୁଣି ସେ ସେମାନଙ୍କୁ କହିଲେ, ମୋ ପଛେ ପଛେ ଆସ, କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ଶତ୍ରୁ ମୋଆବୀୟ ମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି। ତହୁ ସେମାନେ ତାଙ୍କ ପଛେ ପଛେ ଚାଲି ମୋଆବୀୟ ମାନଙ୍କର ପ୍ରତିକୂଳରେ ଜର୍ଦ୍ଦନ ଘାଟମାନ ହସ୍ତଗତ କରି କୌଣସି ଲୋକକୁ ପାର ହେବାକୁ ଦେଲେ ନାହିଁ। ସେତେବେଳେ ସେମାନେ ମୋଆବର ଉଣାଧିକ 10,000 ଲୋକଙ୍କୁ ବଧ କଲେ। ପ୍ରତ୍ୟେକ ବୃହତ୍କାୟ ଓ ବିକ୍ରମଶାଳୀ ଲୋକ ଥିଲା। କେହି ପଳାଇ ପାରିଲେ ନାହିଁ। ଏହି ରୂପେ ମୋଆବ ସେହି ଦିନ ଇସ୍ରାଏଲ ହସ୍ତାଧୀନରେ ବଶୀଭୂତ ହେଲା। ତହୁ ଦେଶ 80 ବର୍ଷ ପର୍ଯ୍ୟନ୍ତ ବିଶ୍ରାମ ପାଇଲା। ଆଉ ତାହାର ଅନାକର ପୁତ୍ର ସମରାର ବିଚାରକର୍ତ୍ତା ହେଲେ। ସେ ପଲେଷ୍ଟୀୟ 600 ଲୋକଙ୍କୁ ଗୋକଣ୍ଟକ ପାଞ୍ଚଣ ଦ୍ୱାରା ବଧ କଲେ। ସେ ମଧ୍ୟ ଇସ୍ରାଏଲ ଏକ ଉଦ୍ଧାରକାରୀ କର୍ତ୍ତା ଥିଲେ। ଆମେନ୍। ଧନ୍ୟବାଦ। ଆଉ ପ୍ରଭୁଙ୍କର ଦାସୀ ସୁନ୍ଦର ଭାବରେ ସ୍ପଷ୍ଟ ଭାବରେ ଆଉ ପଢିକି ଶୁଣେଇଥିବା ହେତୁ ଏଇ ଅଂଶ ଯେତେବେଳେ ମୁଁ ଅଧ୍ୟୟନ କରୁଥିଲି ତ ଏହା ଗୋଟେ ପ୍ରଭୁଙ୍କର ଯୋଜନା ହୁଏତ ଥାଇପାରେ। କାରଣ ଏହୁଦଙ୍କ ବିଷୟରେ ଯେତେବେଳେ ମୁଁ ଚିନ୍ତା କରୁ, ସେଇ
30 ପଦ ଏହି ରୂପେ ମୋୟାବ ସେହି ଦିନ ଇସ୍ରାଏଲ ହସ୍ତାଧୀନରେ ବଶୀଭୂତ ହେଲେ। ତହୁ ଦେଶ 80 ବର୍ଷ ପର୍ଯ୍ୟନ୍ତ ବିଶ୍ରାମ ପାଇଲା। ଯେଉଁ ଦେଶ କି 18 ବର୍ଷ ପର୍ଯ୍ୟନ୍ତ ଇଗ୍ଲୋନ ରାଜାର ହସ୍ତରେ ଥିଲେ, ଆଉ ସେମାନେ ଏହି ସ୍ଥାନରେ ଗୋଟେ ସ୍ୱାଧୀନ ପାଉଛନ୍ତି। ଏହି ସ୍ଥାନରେ ଗୋଟେ ସ୍ୱାଧୀନ ପାଉଛନ୍ତି। ଆଉ ଯେଉଁ ସ୍ୱାଧୀନ କି ମାନେ ଏ ପ୍ରକାର ସ୍ୱାଧୀନ ଗୋଟେ ଲଙ୍ଗ ପିରିୟଡ, ବାଇବେଲର ସବୁଠୁ ଲଙ୍ଗ ପିରିୟଡ ର ବିଶ୍ରାମ ବୋଲିକି ଏହି ସ୍ଥାନରେ କୁହାଯାଏ। ଏହୁଦଙ୍କ ସମୟରେ ଯେଉଁ ବିଶ୍ରାମ ଆସିଥିଲା ଇସ୍ରାଏଲ ଲୋକମାନଙ୍କୁ, ତାହା 80 ବର୍ଷ ପର୍ଯ୍ୟନ୍ତ ଦେଶ ବିଶ୍ରାମ ପାଇଲା। ସେମାନେ କଣ କଲେ? ଏକ ସ୍ୱାଧୀନ ପାଇଲେ, ଯେଉଁମାନେ କି ପରାଧୀନ ଅବସ୍ଥାରେ ଥିଲେ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଏଇ ଅଳ୍ପ କେତେ ଦିନ ପରେ ଆମେ ହୁଏତ ବୋଧେ ସ୍ୱାଧୀନତା ଦିବସ, ଭାରତର ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ଯାଉଛୁ। ଭାରତର ସ୍ୱାଧୀନତା ଦିବସ ଏହି ସ୍ଥାନରେ ଗୋଟେ ଖ୍ରୀଷ୍ଟୀୟ ସ୍ୱାଧୀନତା ଦିବସକୁ ପରିଲକ୍ଷିତ ହୁଏ। ଆଜିର ମୁଖ୍ୟ ପ୍ରସଙ୍ଗ ଖ୍ରୀଷ୍ଟୀୟ ବିଜୟ ଜୀବନ ବା ଖ୍ରୀଷ୍ଟୀୟ ସ୍ୱାଧୀନତା ଦିବସ ବୋଲିକି ଆମେ କହିପାରିବା। ଆଉ ଏଇ ଏହୁଦଙ୍କର ବିଷୟକୁ ଯେତେବେଳେ ମୁଁ ଗତ ମାସରୁ ହିଁ ଯେତେବେଳେ ମୁଁ ପ୍ରିପାରେସନ ହଉଥିଲି, ଆଉ ଯେତେବେଳେ ପ୍ରଭୁ ମତେ କିଛି ବିଷୟ ଏ ଦ୍ୱାରା କଥା କହିଛନ୍ତି, ତ ଯେତେବେଳେ ଦେଖିଲି ଏହୁଦଙ୍କର ଜୀବନରୁ, ତ ଯେତେବେଳେ ଗତ ବାଇବେଲ ଷ୍ଟଡିରେ ଯେତେବେଳେ ଦେଖିବେ, ଆଉ ଯୋଉ ଭଉଣୀ ଆମଙ୍କର ରାଉଳ ଭଉଣୀ ଯେତେବେଳେ ବାଇବେଲ କୁଇଜ କରିଲେ, ତାର ଲିଷ୍ଟର ଦେଖିବେ ଅନେକ ପ୍ରଭୁଙ୍କର ଦାସଦାସୀ ମାନଙ୍କର ଅନେକ ଚରିତ୍ରକୁ ବା ନାଁକୁ ସେ ମେନସନ କରିଥିଲେ। ସେ ଦ୍ୱାରା ପ୍ରଶ୍ନ ଉତ୍ତର ଆସିବ। ପ୍ରାୟ 26 ଜଣ ଦେଖିଲି, ମୁଁ ଆଶ୍ଚର୍ଯ୍ୟ ହେଲି। ପ୍ରଥମ ନା ହୁଏତ ଅବ୍ରାହମ ହେଇପାରେ, ଇସାକ ହେଇପାରେ, କିମ୍ବା ଆଉ କଣ ହେଇପାରେ। ପ୍ରଭୁ କାହିଁ ଗୋଟେ ବନ୍ଧନ ଅବସ୍ଥାରେ ଗୋଟେ ବଂଶ ଥିଲେ, ଗୋଟେ ସମାଜ ଥିଲେ 18 ବର୍ଷ ପର୍ଯ୍ୟନ୍ତ, ଯୋଉମାନଙ୍କର କି କିଛି ସ୍ୱାଧୀନତା ନଥିଲା। ଇଗ୍ଲୋନ ରାଜାର ହସ୍ତାଧୀନରେ ଥିଲେ। ଇଗ୍ଲୋନ ଜଣେ ମୋଟା ଲୋକ, ଆଉ ତାଙ୍କର ହସ୍ତାଧୀନରେ ଆଉ 18 ବର୍ଷ ପର୍ଯ୍ୟନ୍ତ କାହାର ସାହସ ନାହିଁ ତାକୁ ଯାଇକି ଆଟାକ କରିବା ପାଇଁ, ବୋଧ କରିବା ପାଇଁ। ତ ଏମିତି ପରେ ଯେତେବେଳେ ଦେଖୁଛୁ ଏହୁଦ, ଯେ କି ବିନ୍ୟାମିନ ବଂଶୀୟ ଏହୁଦ ଆସିଲେ। ବିନ୍ୟାମିନ ବଂଶୀୟ ବା ବିନ୍ୟାମିନର ପୁତ୍ର ଗେରା, ଆଉ ଗେରାର ପୁତ୍ର ହଉଛନ୍ତି ଏହୁଦ। ଆଉ ଗେରା ବିନ୍ୟାମିନର ପୁତ୍ର, ବିନ୍ୟାମିନ ଜାକୁବଙ୍କର ପୁତ୍ର, ଜାକୁବ ଇସାକଙ୍କ ପୁତ୍ର, ଇସାକ ଅବ୍ରାହମଙ୍କର ପୁତ୍ର, ଅବ୍ରାହମ ତେରହଙ୍କର ପୁତ୍ର। এই ପ୍ରକାର ବଂଶାବଳୀ କ୍ରମରେ ଆଉ ଯେତେବେଳେ ଦେଖୁ ଯେ ଏହୁଦ ସେଇ ବିନ୍ୟାମିନ ବା ବେଞ୍ଜାମିନ ଗୋଷ୍ଠୀରୁ ଆଉ ବିଲଙ୍ଗ କରନ୍ତି। ଯେତେବେଳେ ସେ ଆସିଲେ, ତ ତାଙ୍କୁ ଆଉ ସେ ଗୋଟେ ବିଷୟକୁ କଣ କରୁଛନ୍ତି, ନେଉଛନ୍ତି। ଆଉ ଇଗ୍ଲୋନ ରାଜାର ପାଖକୁ ଗଲେ ଏବଂ ଦେଖୁଛୁ ମାନେ ଆଉ ସେ ଗୋଟେ ଖଡ୍ଗ ନେଇଥିଲେ, ବାଁ ହାତିଆ ଥିଲେ, ଜଙ୍ଘରେ ଖଡ୍ଗ ବାନ୍ଧିଥିଲେ ଏବଂ ତାକୁ ପେଟରେ ଆଉ ଏମିତି ଭୁସିଲେ ଯେ ସେ ଖଡ୍ଗ ବାହାରିଲା ନାହିଁ। ଏତେ ମୋଟା ଲୋକ ସେ ଥିଲେ। ଆଉ ସେ ଚର୍ବି ସକାଶେ ସେ ମୁଠା ବି ପଶିଗଲା ବୋଲିକି ଲେଖାଯାଏ। ଆଉ ସେ ସ୍ଥାନରେ ସେ ମଲେ। ଆଉ ଆସିକି ସେ କଣ କରୁଛନ୍ତି, ସେଲିବ୍ରେସନ କରୁଛନ୍ତି, ତୁରୀ ବଜଉଛନ୍ତି ଏବଂ ଲୋକମାନଙ୍କୁ ଡାକୁଛନ୍ତି, ଆସ ମୋ ସହିତ ଆନନ୍ଦ କର। ସେଲିବ୍ରେସନ କରୁଛନ୍ତି। ଗୋଟିଏ ସ୍ୱାଧୀନତାକୁ ମନଉଛନ୍ତି, ଲୋକମାନଙ୍କୁ ଡାକୁଛନ୍ତି, ଏକାଠି ଯାଇ ଯୁଦ୍ଧ କରୁଛନ୍ତି, କିନ୍ତୁ ଲୋକମାନଙ୍କ ସହିତ ଆଉ ସେ ମନଉଛନ୍ତି। ଯେମିତି ଗୋଟେ ସ୍ତ୍ରୀ ଲୋକ ଯେତେବେଳେ ମୁଦ୍ରା ପାଇଲେ ପାଖ ପଡୋଶୀ ଲୋକମାନଙ୍କୁ ଡାକିକି ସେ ଆନନ୍ଦ କରୁଛନ୍ତି। 18 ବର୍ଷ ପର୍ଯ୍ୟନ୍ତ ଅନେକ କଷ୍ଟ ଯନ୍ତ୍ରଣାରେ ପରାଧୀନ ଅବସ୍ଥାରେ ଥିବା ଏହି ସମାଜ ଦିନେ ସ୍ୱାଧୀନ ପାଉଛି ଏହୁଦଙ୍କ ଦ୍ୱାରା। ଆଉ ଏହୁଦଙ୍କର ନାମ এই ପ୍ରକାର ଭାବରେ, ଏହୁଦଙ୍କର ନାମର ଅର୍ଥ ୟୁନାଇଟେଡ ବୋଲିକି ଆଉ ଲେଖାଯାଏ। ୟୁନାଇଟେଡ ଅର୍ଥ ଏକତା ହେବା, ୟୁନିୟନ ବା ସମ୍ମିଳିତ ହେବା, ବା ଗୋଟେ ଗ୍ରୁପକୁ ବୁଝାଏ, ସଂଘବଦ୍ଧ ହେବା।
ଆଉ ତାଙ୍କର ଅଲଗା ଅର୍ଥ ମଧ୍ୟ ପ୍ରେଇସ୍ ବା ପ୍ରଶଂସା କରିବା। ତ ଏଇ ବ୍ୟକ୍ତି ଯେତେବେଳେ ଆସୁଛନ୍ତି ଆଉ ଗୋଟେ ଯୁଦ୍ଧର କର୍ଣ୍ଣଧାର ସାଜୁଛନ୍ତି, ତ ଏଇ ସେଲିବ୍ରେସନ ଯେତେବେଳେ ମନଉଛନ୍ତି, ମତେ ଏଇ ଯୋଉ ସେଲିବ୍ରେସନ ମନଉଛନ୍ତି ସ୍ୱାଧୀନତା ସେଲିବ୍ରେସନ, ଅଳ୍ପ କିଛି ଦିନ ପରେ ଆମେ ଆଜି ତ 11 ତାରିଖ, ଆମେ 15 ତାରିଖରେ ସାରା ବିଶ୍ୱରେ ଆଉ ସ୍ୱାଧୀନତାର ସେଲିବ୍ରେସନ ସବୁ ପାଳନ କରାଯିବ, ପୁରପଳି ସହର ଗାଁ ଠାରୁ ଆରମ୍ଭ କରି ସବୁ ଜାଗା। କିନ୍ତୁ ଗୋଟେ ଖ୍ରୀଷ୍ଟୀୟ ଜୀବନ, ଗୋଟେ ଖ୍ରୀଷ୍ଟୀୟ ସମାଜ, ଗୋଟେ ଖ୍ରୀଷ୍ଟୀୟ ପରିବାର ତାର ସ୍ୱାଧୀନତାକୁ ମନେଇବା ଦରକାର ଏଭ୍ରିଡେ ଏବଂ ଏଭ୍ରି ମୋମେଣ୍ଟ। କାରଣ 18 ବର୍ଷ ପର୍ଯ୍ୟନ୍ତ ମଧ୍ୟ ଗୋଟେ ସ୍ତ୍ରୀ ଲୋକ ଯେତିକି କୁବ୍ଜା ଅବସ୍ଥାରେ ଥିଲେ, ପ୍ରଭୁ ଯୀଶୁ ସେଇ କୁବ୍ଜା ସ୍ତ୍ରୀ ଲୋକକୁ ସୁସ୍ଥ କଲେ। କାରଣ ସେ ତାରେ ଲେଖାଯାଏ 18 ବର୍ଷ ପର୍ଯ୍ୟନ୍ତ ଗୋଟେ ମନ୍ଦ ବ୍ୟାଧିରେ, ଗୋଟେ ମନ୍ଦ ଶକ୍ତିରେ ଆଉ ସେ ଏ ପ୍ରକାର ଆବଦ୍ଧ ଥିଲେ, ଆଉ ତାକୁ କୁବ୍ଜା କରିଦେଇଥିଲା। ଆଜି ମଧ୍ୟ ଅନେକ ବିଷୟ ଆଜି ଗୋଟେ ଖ୍ରୀଷ୍ଟୀୟ ଜୀବନକୁ, ଖ୍ରୀଷ୍ଟୀୟ ପରିବାର, ଖ୍ରୀଷ୍ଟୀୟ ମଣ୍ଡଳୀକୁ ଏ ପ୍ରକାରର ବିଷୟ କୁବ୍ଜା କରିଦିଏ। ତାର ଆତ୍ମିକ ଜୀବନରେ ସଳଖ ହୋଇପାରେ ନାହିଁ, ତାର ଆତ୍ମିକ ଜୀବନରେ ସେ ସ୍ୱାଧୀନତାର କୌଣସି ବିଷୟକୁ ସେଲିବ୍ରେସନ କରିପାରେ ନାହିଁ। କାରଣ ବାଇବଲରେ ମଧ୍ୟ ପାଉଲ କହନ୍ତି, ଆମେ ଯାହା ଦ୍ୱାରା ପରାଜିତ ହଉ ତାହାର ଦାସ ହଉ। କିଛି କିଛି ବିଷୟ ଦ୍ୱାରା, କିଛି କିଛି ଆଉ ଜିନିଷ ଦ୍ୱାରା, କିଛି କିଛି ବ୍ୟକ୍ତିଙ୍କ ଦ୍ୱାରା ଆମେ କଣ ହଉ, ପରାଧୀନ ଅବସ୍ଥାରେ ରହିଯାଉ। ତାହା ଆମକୁ ବାନ୍ଧିକି ରଖିଦିଏ, ତାହା ଆମକୁ କଣ କରିଦିଏ, ବାନ୍ଧିକି ରଖିଦିଏ। ଯେତେବେଳେ ଲାଜାରକୁ ଯୀଶୁ ଉଠଉଛନ୍ତି ଏବଂ ଜୀବନ ଦେଲା ପରେ ଲୋକମାନଙ୍କୁ କହୁଛନ୍ତି ତାର ବନ୍ଧନ ଖୋଲି ଦିଅ ଏବଂ ଚାଲିବାକୁ ଦିଅ। କାରଣ ଖ୍ରୀଷ୍ଟିଆନ ଜୀବନ ଏକ ଫ୍ରିଡମ ଅଟେ, ସ୍ୱାଧୀନତା ଅଟେ। ପାଉଲ ଗାଲାତୀୟ ମଣ୍ଡଳୀକୁ କହୁଛନ୍ତି ଯେ ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମମାନଙ୍କୁ ମୁକ୍ତ କରିଅଛନ୍ତି, ଏଣୁ ଆଉ ଥରେ ଯେପରି ତୁମେ ଦାସତ୍ୱ ଜୁଆଳରେ ଯୋଚା ନଯିବ, ଏଥି ନିମନ୍ତେ ସାବଧାନ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଗୋଟେ ଖ୍ରୀଷ୍ଟୀୟ ଜୀବନରେ କି ପ୍ରକାର ସ୍ୱାଧୀନତା ଆସିବ ବା ଆମେ କି ପ୍ରକାର ବିଜୟକୁ ସବୁବେଳେ ମାନେ ବିଜୟ ଉତ୍ସବକୁ ମନେଇ ପାରିବା, ସେଲିବ୍ରେସନ କରିପାରିବା। ତ ଏଇ ସେଲିବ୍ରେସନ ଦ୍ୱାରା ଏହୁଦଙ୍କର ଆଉ କି ପ୍ରକାର ସେ କଣ କରୁଛି, ଟୋଟାଲ ଗୋଟେ ସମାଜ ପାଇଁ ଗୋଟେ ବିଜୟ ଆଣୁଛନ୍ତି। ଯୋଉ ଲୋକ, ଯୋଉ ବ୍ୟକ୍ତି ମାନେ କି 18 ବର୍ଷ ପର୍ଯ୍ୟନ୍ତ କିଛି କରିନଥିଲେ, ଏଇ ଏହୁଦ ତାହା କରିକି ଦେଖାଉଛନ୍ତି। ତାର ଜୀବନ ଦ୍ୱାରା ଆମେ 2-3ଟା ବିଷୟକୁ ଦେଖିବା। ଏହୁଦ ଜଣେ, ପ୍ରଥମ ବିଷୟ, ସେ ଜଣେ କନଫିଡେଣ୍ଟ ମ୍ୟାନ ଥିଲେ। ଏହୁଦ ସେ ଜଣେ କନଫିଡେଣ୍ଟ ମ୍ୟାନ, ମାନେ ତାଙ୍କର ଏହୁଦଙ୍କର ଦୃଢ ବିଶ୍ୱାସ ଥିଲା ଯେ ଏ ବିଜୟ ମୁଁ କରିପାରିବି। ନହେଲେ ସମସ୍ତ ହୁଏତ ଆଗରୁ କିଛି ଚେଷ୍ଟା କରାଯାଇଥିବ, କିନ୍ତୁ ଏହୁଦ ଯେତେବେଳେ ଏହୁଦକୁ ପଠଉଛନ୍ତି, ସେ ଅଲରେଡି ଖଡ୍ଗ ବାନ୍ଧୁଛନ୍ତି। ମାନେ ମୁଁ ଯେତେବେଳେ ଚିନ୍ତା କରୁଥିଲି, ଏହୁଦ ସେ କଣ କରୁଛନ୍ତି, ଖଡ୍ଗ ବାନ୍ଧୁଛନ୍ତି, ତାର ଜଙ୍ଘରେ ଖଡ୍ଗ ବାନ୍ଧିକି ଯାଉଛନ୍ତି। ଗୋଟେ ଭେରି କନଫିଡେଣ୍ଟ ଲୋକ ସିଏ, ମୁଁ ଯିବି ଆଉ ରାଜାଙ୍କୁ, ଆଉ ସେଇ ରାଜାଙ୍କୁ ହିଁ ପରାସ୍ତ କରିବି। ତାଙ୍କର ପାଖରେ ମାନେ ଏମିତି ଭୟ ବି ନାହିଁ, ଯେତେବେଳେ ମୁଁ ରାଜା ଉଆସକୁ ଯିବି, ରାଜାଙ୍କ ପାଖକୁ ଯିବି, ରାସ୍ତାରେ ଆଉ ସେ ଦ୍ୱାରପାଳ ମାନେ ମତେ ଚେକିଂ କରିବେ, କଣ କରିବେ, ଏଇଟା ତାର ଚିନ୍ତା ନାହିଁ। ତାର କନଫିଡେଣ୍ଟ ଅଛି ବିଜୟ ସୁନିଶ୍ଚିତ, ମୁଁ ଖଡ୍ଗ ନେବି ମାନେ ତାକୁ ଯେମିତି କରିକି ହେଲେ ମଧ୍ୟ ଭୁଷିକି ବା ପରାସ୍ତ କରିକି ଆସିବି। ଖ୍ରୀଷ୍ଟିଆନ ଜୀବନରେ ଆଉ କନଫିଡେଣ୍ଟ ଥିବାର ଅଛି। ବିନା କନଫିଡେଣ୍ଟରେ ଆମେ ଆଗକୁ ବଢି ପାରିବା ନାହିଁ ବା ଆମେ ବିଜୟ ହାସଲ କରିପାରିବା ନାହିଁ। କନଫିଡେଣ୍ଟ ଥିଲେ ଦାଉଦ କହୁଛନ୍ତି ସାଉଲଙ୍କୁ ଯେ ସେ ଗଲିଆଥକୁ ମୁଁ ପରାସ୍ତ କରିପାରିବି, କାରଣ ଯେଉଁ ଭଲୁକ ହସ୍ତରୁ, ସିଂହ ହସ୍ତରୁ ସଦାପ୍ରଭୁ ପରମେଶ୍ୱର ମତେ ବିଜୟ ଦେଇଛନ୍ତି, ମୁଁ ବିଜୟ ଆଣିବି। ଦାଉଦ ସେ କଣ ଥିଲେ, ଗୋଟେ ମେଷପାଳକ ଥିଲେ, କିନ୍ତୁ ତାଙ୍କ ଜୀବନରେ କଣ କରୁଛନ୍ତି, ସେ କନଫିଡେଣ୍ଟ ଅଛନ୍ତି ଯେ ଏ ବିଜୟ ମୁଁ କରିପାରିବି। ଏବଂ ଏଷ୍ଟରଙ୍କ ଜୀବନକୁ ଯେତେବେଳେ ଦେଖୁ, ଏଷ୍ଟର ଲୋକମାନଙ୍କୁ କହୁଛନ୍ତି ରାଜାଙ୍କର ଡାକରା ଆସୁ କିମ୍ବା ନ ଆସୁ,
ତୁମେ ମୋ ପାଇଁ ଉପବାସ ପ୍ରାର୍ଥନା କର, ମୁଁ ରାଜାଙ୍କ ପାଖକୁ ଯିବି। କାରଣ ସେଇ ସମୟରେ ଇସ୍ରାଏଲ ଜିହୁଦୀ ଲୋକମାନଙ୍କ ପାଇଁ ସମସ୍ୟା ଥିଲା। ଏମାନେ କଣ ଥିଲେ? କନଫିଡେଣ୍ଟ ଥିଲେ। ଏମାନେ କଣ କରୁଛନ୍ତି? ଦୃଢ ବିଶ୍ୱାସ ଥିଲା ସେମାନଙ୍କର। ସେମାନେ କଣ କରୁଥିଲେ? ଦୃଢତାର ସହିତ ପ୍ରଭୁଙ୍କର ନିକଟବର୍ତ୍ତୀ ହେଉଥିଲେ ଏବଂ ବିଭିନ୍ନ ପ୍ରକାରର ଯୁଦ୍ଧକୁ, ବିଭିନ୍ନ ପ୍ରକାର ସମସ୍ୟାକୁ ସେମାନେ କଣ କରୁଥିଲେ? ଫେସ୍ କରୁଥିଲେ। କିଏ ତ କହୁଛି ମୁଁ ବିଜୟ କରିପାରିବି, କିଏ ତ କହୁଛି ମୁଁ ଯାଇପାରିବି। ଆଜି ଗୋଟେ ଖ୍ରୀଷ୍ଟିଆନ ଜୀବନରେ, ଗୋଟେ ଖ୍ରୀଷ୍ଟଙ୍କର ପରିଚୟ ଯେତେବେଳେ ପାଇଛୁ, ଆମମାନଙ୍କୁ ଦୃଢ ବିଶ୍ୱାସ ରହିବା ଦରକାର। ଦୃଢ ବିଶ୍ୱାସ ରହିବା ଦରକାର। ଜାଣୁଛନ୍ତି ବିଜୟ ସୁନିଶ୍ଚିତ। ଗୀତ ଗୋଟେ ଅଛି, ବହୁତ ପୁରୁଣା ଗୀତ ନା, ଆମେ ସମସ୍ତେ ଗାଉ, ଆମେ ବିଜୟୀ ହେବା, ଆମେ ବିଜୟୀ ହେବା। ସେଦିନ ମନେ ଅଛି ଦୃଢ ବିଶ୍ୱାସ, ଆମେ ବିଜୟୀ ହେବା। ସୁନିଶ୍ଚିତ ଭାବରେ ବିଜୟ ଖ୍ରୀଷ୍ଟୀୟ ଜୀବନ ପାଇଁ ଅଟେ। ପରାଜୟର ଜୀବନ ନୁହଁ, ବିଜୟର ଜୀବନ ଅଟେ, ସ୍ୱାଧୀନତାର ଜୀବନ ଅଟେ। ଅନେକ ସମୟରେ ଆମମାନଙ୍କର ବିଶ୍ୱାସକୁ ଶୟତାନ କଣ କରେ? ଆଉ ଡାଉନ କରିଦିଏ। ହୁଏତ ସେ ମୋଟା ଲୋକ, ହୁଏତ ସେ ତାର ମୋଟାପଣରେ ଲୋକଙ୍କୁ ଡରଉଥିଲା ବୋଧେ, ତାର ଖଡ୍ଗ ସାମର୍ଥ୍ୟ ଦ୍ୱାରା ଲୋକମାନଙ୍କୁ ଡରଉଥିଲା ବୋଧେ, କିନ୍ତୁ ଏହୁଦ କଣ କରୁଛନ୍ତି? ଯାଉଛନ୍ତି ଯେ ମୁଁ ଏଇ ଯୁଦ୍ଧରେ ଯିବି ବା ଯୋଉ କାମ ପାଇଁ ଯିବି ନିଶ୍ଚିତ ଭାବରେ ବିଜୟ ଆସିବ। ଏ ଖଡ୍ଗ ନେଇକି ଗଲେ। ଆଜି ଖ୍ରୀଷ୍ଟିଆନ ଜୀବନ ପାଇଁ ଈଶ୍ୱରଙ୍କର ବାକ୍ୟକୁ ଖଡ୍ଗ ସହିତ ତୁଳନା କରାଯାଏ। ଖ୍ରୀଷ୍ଟଙ୍କର ବାକ୍ୟକୁ ହୃଦୟରେ ବାନ୍ଧିବା ଦରକାର। ଯେତେବେଳେ ଇସ୍ରାଏଲ ଲୋକମାନେ ଯେତେବେଳେ ମିଶ୍ରରୁ ଆସିଲେ, ଆଉ ସେଇ ସମୟରେ ଆଉ ଯେତେବେଳେ ଦଶ ଆଜ୍ଞା ଦିଆଗଲା, ସେଇ ସମୟରେ ଲୋକମାନଙ୍କୁ ଆଉ ମୂଷା ଏବଂ ହାରଣ କହୁଛନ୍ତି, ତୁମେ ମାନେ କଣ କରିବ? ଏଇ ଈଶ୍ୱରଙ୍କର ବ୍ୟବସ୍ଥାକୁ ତୁମେ କଣ କରିବ? ତୁମର ବାଜୁବନ୍ଧରେ ଲେଖିକି ରଖିବ, ତୁମର ପିଲାମାନଙ୍କୁ ଜଣେଇବ, ତୁମର ପିଲାମାନଙ୍କୁ ଶିକ୍ଷା ଦେବ, ତୁମର ପିଲାମାନଙ୍କୁ ତୁମେ କଣ କରିବ? ତାକୁ ପ୍ରତିପାଳନ କରିବ ଏବଂ ତାହାକୁ କଣ କରିବ? କପାଳରେ ବାନ୍ଧିବ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଈଶ୍ୱରଙ୍କର ବାକ୍ୟକୁ ବା ଈଶ୍ୱରଙ୍କର ବାକ୍ୟ ରୂପୀ ଖଡ୍ଗକୁ ଆମମାନଙ୍କୁ ହୃଦୟରେ ବାନ୍ଧିବାକୁ ଦରକାର। ବର୍ତ୍ତମାନର ପରିସ୍ଥିତି ଏମିତି ଯେମିତି ହଉଛି, ଅନେକ କଣ ହେଲା? ବିଭିନ୍ନ ପ୍ରକାର ତାଡନା ହଉଛି। ଲୋକମାନଙ୍କ ଠାରୁ ବାଇବେଲ ଛଡେଇ ନେଇ ଯାଉଛନ୍ତି, ବାଇବେଲ ଚିରି ଦଉଛନ୍ତି, ଫାଡି ଦଉଛନ୍ତି, ଚର୍ଚ୍ଚ ଭାଙ୍ଗି ଦଉଛନ୍ତି, ବିଭିନ୍ନ ଘଟଣା ଘଟୁଛି। କିନ୍ତୁ ହୃଦୟ ଭିତରେ ଯୋଉ ବାଇବେଲ ରହିବ, ତାକୁ କିଏ ଚିରି ପାରିବେ ନାହିଁ, କେହି ତାକୁ କଣ କରିପାରିବେ ନାହିଁ? ଫାଡି ପାରିବେ ନାହିଁ। ତେଣୁ କରିକି ଯୋଉମାନେ କି ଦାଉଦ ଗୋଟିଏ କଥା କହିଲେ, ମୁଁ ଯେପରି ପ୍ରଭୁ ଏ ଜଗତର ଶୈତାନର ବିରୁଦ୍ଧରେ, ଏ ଜଗତର ପାପ ବିରୁଦ୍ଧରେ ଯେପରି ମୁଁ ଆଉ ବିଜୟ ହାସଲ କରିପାରିବି, ସେଥିପାଇଁ ମୁଁ ତୁମର ବାକ୍ୟକୁ ହୃଦୟରେ ସଞ୍ଚୟ କରିକି ରଖିଛି। ଈଶ୍ୱରଙ୍କର ବାକ୍ୟକୁ ବାନ୍ଧୁ, କନଫିଡେଣ୍ଟ ହଉ। ଆଉ ଗୋଟେ ଗୀତ ମାନେ ବି ଅଛି ଯେ ଏଇ ଯୋଉ ଗୀତ ଲେଖକ ମାନେ ଯେତେବେଳେ ଗାଉଥିଲେ, ଏଇ ଗୀତ ମାନଙ୍କୁ ମୁଁ ଯେତେବେଳେ ଏଇ ଏହୁଦଙ୍କ ଜୀବନ ଦ୍ୱାରା ମୁଁ ଅନେକ ଅନୁପ୍ରାଣିତ ହେଲି ଯେ ଆମେ ବିଜୟ ହେବା, ବିଜୟ ହେବା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହୁଦ ଜଣେ କନଫିଡେଣ୍ଟ ମ୍ୟାନ୍ ଥିଲେ। ଦ୍ୱିତୀୟ ବିଷୟ, ଏହୁଦ ତାଙ୍କ ବିଷୟରେ ଲେଖାଯାଏ, ଯେତେବେଳେ ଦେଖିବେ 19 ପଦରେ, ଆଉ ସେଟା ଏହୁଦ ଜଣେ କନଫିଡେଣ୍ଟ ସୋଳ ଥିଲା ଏବଂ ଏଇଟା 19 ପଦରେ ଲେଖାଯାଏ। ଆପଣ ଆଉ ଦେଖିବେ ଏହୁଦ ଜଣେ କ୍ଲେଭର ମ୍ୟାନ୍ ଥିଲେ। କ୍ଲେଭର ମ୍ୟାନ୍ ମାନେ ଏହୁଦ ଜଣେ ଚତୁର ସହିତ କାର୍ଯ୍ୟ କରୁଥିବା ବ୍ୟକ୍ତି। ବୁଦ୍ଧିମାନ ସହ ସେ କଣ କରୁଛନ୍ତି? କାର୍ଯ୍ୟ କରୁଛନ୍ତି। ଦେଖିଲେ ରାଜାଙ୍କ ପାଖକୁ ଯାଇକି କହୁଛନ୍ତି, ଆଜ୍ଞା ଆପଣଙ୍କୁ ଗୋଟେ ଗୁପ୍ତ କଥା କହିବାର ଅଛି। କଣ ଗୁପ୍ତ କଥା? ସେଟା କିଛି କହିନାହାନ୍ତି ଏହୁଦ, କିନ୍ତୁ ତାର ମନକୁ ଆକୃଷ୍ଟ କରିବା ପାଇଁ, ତାକୁ କି ପ୍ରକାର ଭାବରେ ଆଟାକ କରିହବ, ଏହୁଦ କଣ କରୁଛନ୍ତି? ଚାଲାକର ସହିତ କାର୍ଯ୍ୟ କରୁଛନ୍ତି। ସେ ଭେଟି ପଠେଇବା ଲୋକମାନଙ୍କ ସହିତ ଗଲେ ଏବଂ ଅଧା ରାସ୍ତାରୁ ଆସିଲେ ଏବଂ କଣ କରୁଛନ୍ତି? ଏହୁଦ ବୁଦ୍ଧିମାନର ସହ କଣ କରୁଛନ୍ତି? ପ୍ଲାନ କରୁଛନ୍ତି, କାର୍ଯ୍ୟ କରୁଛନ୍ତି, ଭାରି ଚାଲାକର ସହିତ, ଭାରି କ୍ଲେଭର ମ୍ୟାନ୍ ଥିଲେ। ବହୁତ ଚତୁର, ଆମମାନଙ୍କୁ ଚତୁର ଖ୍ରୀଷ୍ଟିଆନ ହେବାର ଅଛି। ଶୈତାନର ବାଇବେଲରେ ଲେଖାଯାଏ ଏଫେସୀୟ ପୁସ୍ତକରେ, ଆଉ ଶୟତାନର ସମସ୍ତ ଚାତୁରୀ ବିରୁଦ୍ଧରେ ଆମକୁ ଯୁଦ୍ଧ କରିବାର ଅଛି। ଏଫେସୀୟ 6:11 ବୋଧେ ଆଉ ପାଉଲ କହୁଛନ୍ତି, ଶୟତାନର ଚାତୁରୀ ବିରୁଦ୍ଧରେ ଆମକୁ ମଧ୍ୟ ଚତୁର ହେବା ଦରକାର, ଆମକୁ ମଧ୍ୟ ଚତୁରୀ ହେବାର ଅଛି। ଅବା ଯେତେବେଳେ ଏଦେନ ଉଦ୍ୟାନରେ ବୁଲୁଛନ୍ତି, ଶୟତାନ ଗୋଟେ ପ୍ଲାନ କଲେ
सर्प द्वारा आसिकी हवांकु कौन कर प्रलोभित कर आग हवा तुम्हें यह कि जान ना यही फल खाइले यह हम से हम हुए तो से आदम को डाकी गोटे घटना अलग प्रकार होता था किंतु चतुर हेले ना से आज अनेक प्रकार विषय आमको तार फांदरे पकेबा पाई आमर आत्मिक जीवन को बंधन रे रखिबा पाई अनेक विषय रे आमको पकेबा पाई शयतान रो कार्य विभिन्न विषय आज जगत रे बुलु अछि वर्तमान पीरियड रे तो बहुत जेमि कि पाउल कहिथिले काहाकू ग्रास करिवो खोजी बुलु अछि तो गोटे ख्रिस्टियान चालाक हेबार अछि बुद्धिमान सहित से कौन कर खड्ग जंघरे बांधिले एवं से कौन करुछंती इमिति ताको अटैक माने आकृष्ट करुछंती निहिमिया जते बेले आउ जेरुसलाम रो प्राचीर तयारी करुछंती से प्राचीर को ए माने जिमती कंप्लीट न करिवे सेति पय बहुत चालाक चालाक हे कि लोक माने कौन करुछंती आस तुम सहित हमर गुप्त कथा अछि निहिमिया को कार्य रु आउ बंद करबा पय अनेक षड्यंत्र करागला किंतु निहिमिया तार संगी मान को कहले से मानकर कथारे धाव ना गोटे काम कर गोटे हाथ में जो मिस्त्री काम करुच से पाती धर आ गोटे गोटे हाथ में खड्ग धर एवं तुरी धर राति रे मध्य काम कर से माने इमिति कार्य कले विराट बड़ जेरुसलाम प्राचीर लेखा जाए 52 दिन भितरे प्राचीर तैयारी हो गला मोर प्रिय प्रभु लोक माने आज आम को चतुर सह कार्य करिबार छी राहाब चतुर सह कार्य कले देखिले जे एमाने प्रभुंकर लोक माने एमान को जदि मु लुचेई भी नाही मते उद्धार हब नाही गोटे माने जे कि चरित्रहीन स्त्री बोली कि कुआ जाए राहाब से चतुर सहित बंची गले से बंची गले एवं तांको परिवार भी बंची गले आज आमको चतुर हबार अछि 5 जन सुबुद्धि निर्बुद्धि सेतिपाई निर्बुद्धि माने चतुर हेले ना तैल अधिक नेले ना से माने बरंक सहित साक्षात करि पारिले ना आज वर्तमान सुजोग अछि पीरियड अछि आमान को सुजोग अछि आमान ईश्वरकर वाक्य को जेते दूर पारू आमान को रखि देबा दरकार जेते दूर सहभागिता मिलुची आमे सहभागिता करिबा दरकार जेते दूर पारुची सेति आमान को सहभागिता रे रहिबा दरकार कारण यह हूँ ईश्वरंकर बा आम ईश्वरंकर गोटे महान योजना अटे तेणु इस्राएल लोक माने जते बेले से माने बाइबल लिखा जाए अनेक लोक प्रथम अध्याय से माने विनष्ट हेले नोहंक समय रे मध्य लोक माने कौन हेले चतुर हेले ना नोह बारंबार कहउछंती जहाज तैयार होछि एथि पाए किंतु से माने बुद्धिर सहित कार्य करूना बाइबल रे सेति पाए यीशु गोटे कथा कहउछंती कहा परि चतुर हेबा पाए जदि के जानि छंती कहंतु जे कहा परि अहिंसक एवं कहा परि गोटे चतुर हेबा पाए प्रभु कहले कपट परि अहिंसक हां सर्प परि चतुर और कपट परि धन्यवाद सर्प परि चतुर हेबार अछि मोर प्रिय प्रभुଙ୍କ लोक माने गोटे क्लेवर ख्रिस्टियान हो गोटे चतुर ख्रिस्टियान हो आत्मिक जीवन रो विजय पाए तृतीय विषय एहो जणे करेजमैन थिले जणे साहसी व्यक्ति थिले साहसी व्यक्ति 20-21 जते बेले देखिबे एहो राजांक निकट को जाउछंती गोटे साहसी ताकर साहस देखंतु मानियो पड़िबो जंगरे खड्ग बांधिछंती एते बड़ मोटा लोकंक पाखकू से कोन करूछंती जाउछंती डरिले नाही चिंता करंतु सम्मुखवर्ती होउछंती आ गोटे गीत मध्य लिखा जाए ना बा बाइबल लिखा है शैतान को प्रतिबाधा करो से चली जीव शैतान को सामना करो भागेगा शैतान को सामना करो भागेगा क्योंकि वो पहले से हारा हुआ है शैतान को प्रतिबाधा करवा दरकार आम अनेक समय आम डरी की पड़े आस शैतान रो समस्त विषय एई जणे व्यक्ति कौन करुछंती ताको सम्मुख को जाउछंती एमिति कथा कहउछंती और राजा
ଠିଆ ହେଇ ପଡୁଛନ୍ତି। ଦାଉଦ ମଧ୍ୟ କଣ କଲେ, କିଛି ଅସ୍ତ୍ର ଶସ୍ତ୍ର ଧରି ନାହାନ୍ତି, କେବଳ 5ଟି ଚିକଣ ପଥର ଧରିଛନ୍ତି। ସେପଟ ଗଲିଆତ କଣ କରୁଛନ୍ତି, ବିଭିନ୍ନ ବେଶଭୂଷାରେ ସାଜସଜ୍ଜାରେ ଢାଳ ବାହକ ମାନେ ତା ଆଗରେ, ଗଲିଆତ ଖଡ୍ଗ ଧରି ସେ ପୁରା ଆଗରେ। କିନ୍ତୁ ଦାଉଦଙ୍କ ପାଖରେ କିଛି ନାହିଁ। ଗୋଟେ ଛାଟିଣି ଧରି ଲେଖାଯାଏ ଦାଉଦ ଗଲିଆତଙ୍କ ପାଖକୁ ଦୌଡ଼ିଲେ ଗୋଟେ ବ୍ୟାଟଲ ଫିଲ୍ଡରେ। ଆଜି ମଧ୍ୟ ଏକ ସଂଘର୍ଷର ସମୟ ଆସିଛି ଆମକୁ। ଏହୁଦ କଣ କଲେ, ସମ୍ମୁଖକୁ ଗଲେ ଏବଂ ଏହୁଦ ସମ୍ମୁଖରେ ହିଁ ପ୍ରହାର କଲେ। ମାନେ ଚିନ୍ତା କରନ୍ତୁ, ଜଣେ ରାଜା ଯିଏକି ଠିଆ ହେଲେ, ମାନେ ତାର ଆକୃତିକୁ ଯେତେବେଳେ ଆମେ ଚିନ୍ତା କରିବା, ଭାରି ମୋଟା ଲୋକ, ତାର ଗୋଟେ ଖଡ୍ଗ ଯଦି ତା ପେଟରେ ପଶିକି ଆଉ ବାହାରୁ ନାହିଁ, ସେ କୋଉ ଟାଇପର ଲୋକ ହେଇଥିବେ, ତାକୁ ଦେଖିଲେ ହିଁ ମାନେ ଡର ଲାଗୁଥିବ। କିନ୍ତୁ ଏଇ ବ୍ୟକ୍ତି କଣ କରୁଛନ୍ତି, ସାହସର ସହିତ କାର୍ଯ୍ୟ କରୁଛନ୍ତି। ସମସ୍ତେ ପଳେଇଲେ, ଏକୁଟିଆ ଇଏ କଣ କରୁଛନ୍ତି, ରାଜାଙ୍କୁ ଠିଆ କଲେ ଏବଂ ରାଜାଙ୍କୁ ସମ୍ମୁଖରେ ହିଁ ପରାସ୍ତ କରୁଛନ୍ତି। ସମ୍ମୁଖରେ ହିଁ କଣ କରୁଛନ୍ତି, ରାଜାଙ୍କର ଆଉ କଣ କଲେ, ପେଟରେ ଭୁଷି ଦେଲେ। ଦେଖନ୍ତୁ, ସାହସକୁ ମାନିବାକୁ ପଡିବ, ତାର ସାହସକୁ। ସାମସନ ବାଇବଲରେ ଲେଖାଯାଏ ଭାରି ସାହସୀ ବ୍ୟକ୍ତି ଥିଲେ, ବଳବାନ ବ୍ୟକ୍ତି ଥିଲେ। ଗିବୟନ ସାହସ ବ୍ୟକ୍ତି ଥିଲେ। ଏମାନେ, ମୁଁ ବ୍ୟାଖ୍ୟା କରୁନି ଏମାନଙ୍କର ଜୀବନର, ଖାଲି ଜଷ୍ଟ କହିଦଉଛି। ଏମାନେ ସାମସନ, ଗିବୟନ, ମୋସା, ଏମାନେ ସାହସ ଥିଲେ ଏବଂ ମୋସାଙ୍କର ମା ମଧ୍ୟ ସାହସୀ ବ୍ୟକ୍ତି ଥିଲେ। ମୋସାଙ୍କର ମା ମଧ୍ୟ, ତାଙ୍କ ବିଷୟରେ ଲେଖାଯାଏ, ସେ ସାହସର ସହିତ କାର୍ଯ୍ୟ କରିଲେ। ମୋସାଙ୍କୁ ଗୋଟେ କଣ କଲେ, ଗୋଟେ ଝୁଡିରେ ପାଣିରେ ବସେଇ ଦେଲେ। ମାନେ ସାହସକୁ ମାନିବାକୁ ପଡିବ, ଧୈର୍ଯ୍ୟକୁ ମାନିବାକୁ ପଡିବ ଖ୍ରୀଷ୍ଟିଆନ ଜୀବନ। ସେଥିପାଇଁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଝିଅସିଓଙ୍କୁ ପ୍ରଭୁ କହୁଛନ୍ତି, ମୋସା ତ ଚାଲିଗଲେ, କିନ୍ତୁ ତୁମେ କଣ ହୁଅ, ନିରାଶ କି ହତାଶ ହୁଅ ନାହିଁ, ତୁମେ କଣ ହୁଅ, ସାହସିକ ହୁଅ। ଖ୍ରୀଷ୍ଟିଆନ ଜୀବନ ସାହସର ଜୀବନ। ଆମେ ଯଦି ବିପଦ ସମୟରେ ଯଦି ସାହସହୀନ ହେବା, ତାହେଲେ ଆମେ ପରାଜୟ ହିଁ ହେବା। ଆଜି ଅନେକ ଲୋକ ଯୋଉମାନେ କି ଆଉ ସାହସ ହରେଇ ଦିଅନ୍ତି, ନିରାଶ ହେଇଯାନ୍ତି। କାହିଁକି ଦୁଃଖ, କାହିଁକି କଷ୍ଟ, କାହିଁକି ରୋଗ, କାହିଁକି ଅଭାବ, କାହିଁକି ମୋ ପାଇଁ ସମସ୍ୟା ଆସୁଛି। ନା, ପ୍ରଭୁଙ୍କର ବାକ୍ୟ ଆଜି ଏହୁଦଙ୍କ ଜୀବନ ଦ୍ୱାରା ଆମକୁ କହୁଛନ୍ତି ଯେ ସାହସର ସହିତ ଆଗକୁ ବଢୁ। ଏହୁଦ ଗଲେ, ଦେଖିଲେ, ରାଜାଙ୍କୁ ଦେଖିଥିବେ ତ, ଦେଖୁଛନ୍ତି ରାଜା କେତେ ବଡ ଆଉ ମୋଟା ଲୋକ, ହୁଏତ ତାର ପ୍ଲାନକୁ ମଧ୍ୟ ସେ ଚେଞ୍ଜ କରିନାହାନ୍ତି। ସେ ସାହସର ସହିତ କାର୍ଯ୍ୟ କରୁଛନ୍ତି, ସାମ୍ନା ପଟୁ ଆଟାକ କରୁଛନ୍ତି। ଲୋକମାନେ କହନ୍ତି ନା, ପଛ ପଟୁ କହିଲେ କଣ ହବ, ନା ପଛରେ କହିଲେ କଣ ହବ, ସାମ୍ନାକୁ ଆସିକି ଦେଖ ତ। ଅନେକ ଲୋକ କହନ୍ତି ନା, ଆଉ ଯେଉଁମାନଙ୍କର ସାହସ ଥିବ ନା, ସାମ୍ନାରେ ହିଁ ସେମାନେ ଯାଇକି ଆଟାକ କରିବେ। ଆଉ ଯେଉଁମାନେ ଦୁର୍ବଳ ଥିବେ, ସେମାନେ କଣ ହେବେ, ପରାଜିତ ହୋଇକି ସେମାନେ ଲୁଚିକି ପଳାନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସାହସ ବାନ୍ଧୁଆ ମାନେ ପ୍ରଭୁଙ୍କର ଶକ୍ତିରେ ଆମମାନଙ୍କୁ ସାହସ ବାନ୍ଧିବାକୁ ପଡିବ। ତେଣୁକରି ଦାଉଦ ଘରେ କେତେବେଳେ ପଢିବେ, ଗୀତ ସଂହିତା 108:13 ପଦରେ, ଯେ ପ୍ରଭୁଙ୍କ ଦ୍ୱାରା ଆମେ ବୀରର କର୍ମ କରିପାରିବା। ପ୍ରଭୁଙ୍କ ଦ୍ୱାରା, ପ୍ରଭୁଙ୍କର ଶକ୍ତି ଦ୍ୱାରା ଆମେ ବୀରର କାର୍ଯ୍ୟ ଆମେ କରିପାରିବା, ଏକ ବିଜୟ ହେଇପାରିବା। ଏକ ଆମକୁ ଯୋଉ ବିଷୟ ବନ୍ଧନରେ ରଖିଛି, ଆମେ ସେ ବନ୍ଧନରୁ ସ୍ୱାଧୀନ ହେଇପାରିବା। ଚତୁର୍ଥ ବିଷୟ, ଜଲ୍ଦି ଜଲ୍ଦି ମୁଁ ଯାଉଛି, ସେଥିପାଇଁ ମୁଁ ବ୍ୟାଖ୍ୟା କରୁନାହିଁ। ଆଉ ଚତୁର୍ଥ ବିଷୟ, ଏହୁଦ ଜଣେ କମିଟମେଣ୍ଟ ମ୍ୟାନ୍ ଥିଲେ। ହି ହାଜ ଏ କମିଟମେଣ୍ଟ। ଦେଖିଲେ, ତାଙ୍କୁ ଯେତେବେଳେ ସିଲେକ୍ଟ କରାଗଲା, ଲେଖାଯାଏ ଇସ୍ରାଏଲ ଲୋକମାନେ ଆଉ ତାକୁ ଯେତେବେଳେ ଇସ୍ରାଏଲ ଲୋକମାନେ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ ଆଉ କାକୁତି କଲେ ଏବଂ ଆଉ ସେମାନେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ସେମାନଙ୍କ ପାଇଁ ଉଦ୍ଧାରକର୍ତ୍ତା ରୂପେ ବିନ୍ୟାମିନ ବଂଶୀୟ ଗେରାର ପୁତ୍ର ଏହୁଦକୁ ଦେଲେ। ସେ ଯେତେବେଳେ ଏହୁଦକୁ ସେମାନେ ସିଲେକ୍ଟ କରୁଛନ୍ତି ବା ଏହୁଦ ଯେତେବେଳେ ଯାଉଛନ୍ତି, ସେ ଭାରି କନଫିଡେନ୍ସ ସହିତ ଯାଉଛନ୍ତି। ସେ କଣ କରୁଛନ୍ତି, ଆଉ ସେ ଯାଉଛନ୍ତି ଭାରି କ୍ଲେଭର ହେଇକି ଯାଉଛନ୍ତି, ଚାଲାକ ହେଇକି ଯାଉଛନ୍ତି ଏବଂ ସେ କରେଜମେଣ୍ଟ, ସାହସ ହେଇକି ଯାଉଛନ୍ତି। ଚତୁର୍ଥ ବିଷୟ, ଭାରି
କମିଟମେଣ୍ଟ ମେନ୍। ସେ କଣ ଥିଲେ? କମିଟମେଣ୍ଟ ସହିତ ଯାଉଛନ୍ତି। ସେ ଦୃଢ ଗୋଟେ ସିଦ୍ଧାନ୍ତ ସହିତ, ଦୃଢ ପ୍ରତିଶ୍ରୁତ ସହିତ ସେ କଣ କରୁଛନ୍ତି? ଯାଉଛନ୍ତି ଯେ ଏଇ କାର୍ଯ୍ୟ ମୁଁ କରିକି ହିଁ ଆସିବି। କମିଟମେଣ୍ଟ ଦରକାର। ବିଜୟ ହେବା ପାଇଁ, ସ୍ୱାଧୀନ ହେବା ପାଇଁ, ଆତ୍ମିକରେ ବଢିବା ପାଇଁ ଆମମାନଙ୍କୁ କମିଟମେଣ୍ଟ ଦରକାର। ଇଏ କଣ କରିଲେ? କମିଟମେଣ୍ଟ ସହିତ ଯାଉଛନ୍ତି। ମୁଁ ଏଇ ବିଜୟକୁ କରି ଆଣିବି। ଏବଂ ନିଜ କାର୍ଯ୍ୟରେ ସମର୍ପିତ ଥିଲେ, ଏବଂ ନିଜ ଯୋଜନାରେ କମିଟମେଣ୍ଟ ଥିଲେ, ଏବଂ ନିଜ ଲୋକମାନଙ୍କ ପାଇଁ କମିଟମେଣ୍ଟ ଥିଲେ, ଏବଂ ଆରମ୍ଭ କଲେ ଏବଂ ଶେଷ ମଧ୍ୟ କରୁଛନ୍ତି। ଏବଂ କଣ କରୁଛନ୍ତି? କମିଟମେଣ୍ଟ ସହିତ ଯାଇଛନ୍ତି। ମୁଁ ଏ କାର୍ଯ୍ୟ କରିବି ମାନେ କରିବି। ମତେ କୌଣସି ବିଷୟ ପଛକୁ ଟାଣି ପାରିବ ନାହିଁ। ଆଜି ଆମମାନଙ୍କର ବେଳେ ବେଳେ ସିଦ୍ଧାନ୍ତର ଅଭାବ ହେଇଯାଏ। ବେଳେ ବେଳେ ଆମମାନଙ୍କର କମିଟମେଣ୍ଟରେ ଆମେ ଫେଲୁର ହେଇଯାଉ। ଯୋଉଦିନ ଆମେ ଯୀଶୁଙ୍କୁ ପାଇଲୁ, ଯୀଶୁଙ୍କୁ ଗ୍ରହଣ କଲୁ, ଆଜି ପର୍ଯ୍ୟନ୍ତ ସେ ଗୋଟିଏ ଗୀତ ଗାୟନ କରାଯାଏ ବାପ୍ତିସ୍ମ ସମୟ, ନା ମନସ୍ଥ କରିଛି ମୋ ଯୀଶୁ ସଙ୍ଗେ ଚାଲୁଥିବି ନ ଫେରିବି। ଲେଖାଯାଏ ସେ ଗୀତ ଲେଖକ ଯେତେବେଳେ ଲେଖିଛନ୍ତି, ଆଜି ବି ଯେତେବେଳେ ଶୁଣୁ ଦେହ ଶିହରଣୀ ହେଇକି ଉଠେ। ଯଦି ବା ସଙ୍ଗେ କେ ଯାଉ ବା ନ ଯାଉ, କିନ୍ତୁ ପ୍ରଭୁ ମୁଁ ଚାଲୁଥିବି। କାରଣ ଆଇ ହାଭ୍ ଡିସାଇଡେଡ୍ ଟୁ ଫଲୋ ଜିଜସ୍। ମୁଁ ପ୍ରଭୁ ତୁମ ସହିତ ଗୋଟେ ଡିସାଇଡ୍ କରିଦେଇଛି, ମୁଁ କମିଟମେଣ୍ଟ କରିଦେଇଛି, ମୁଁ ଆଉ ପଛକୁ ହଟିବି ନାହିଁ। ଆଜି ଖ୍ରୀଷ୍ଟିଆନ ଜୀବନ କମିଟମେଣ୍ଟର ଜୀବନ ଅଟେ। ସେ ଶୟତାନର, ଜଗତର ସମସ୍ତ ଚାତୁରୀ ବିରୁଦ୍ଧରେ ଯୁଦ୍ଧ କରି ଆଗକୁ ବଢିବା ପାଇଁ ସେ କମିଟମେଣ୍ଟ କରିବା ଦରକାର। ଆଜି କମିଟମେଣ୍ଟର ଅଭାବ, ବେଳେ ବେଳେ ସମସ୍ୟା ଆସିଲେ ଅନେକ ଆମେ ଦୁର୍ବଳ ହେଇଯାଉ, ପଛଘୁଞ୍ଚା ହେଇଯାଉ। କିନ୍ତୁ ଏହୁ କଣ କରୁଛନ୍ତି? କମିଟମେଣ୍ଟ ସହିତ ଯାଇଛନ୍ତି। ଏ କାର୍ଯ୍ୟ ମୁଁ କରିବି, ଏ କାର୍ଯ୍ୟ ମୁଁ କରିକି ହିଁ ଫେରିବି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ତାଙ୍କର କାର୍ଯ୍ୟରେ ପ୍ରଭୁ ସହାୟତା ହେଲେ। ଆଜି ମଧ୍ୟ ଯଦି ଆମେ କମିଟମେଣ୍ଟ ସହିତ ଯଦି କାର୍ଯ୍ୟ କରୁ, ପ୍ରଭୁ ମତେ ମୁଁ ଏଇ କାର୍ଯ୍ୟ କରିବି, ପ୍ରଭୁ ମୁଁ ଏଠି ବିଜୟ ପାଇବା ପାଇଁ ଚାହୁଁଛି, ପ୍ରଭୁ ମୁଁ ଏ ଦ୍ୱାରା ସ୍ୱାଧୀନ ପାଇବା ପାଇଁ ଚାହୁଁଛି, ମତେ ବଳ ଦିଅ, ଶକ୍ତି ଦିଅ। ଯୋଉ କାର୍ଯ୍ୟ ଆପଣ ମାନେ କରିବେ, ନିଶ୍ଚିତ କମିଟମେଣ୍ଟର ସହିତ, ଏକ ସମର୍ପିତର ସହିତ, ଏକ ସିଦ୍ଧାନ୍ତର ସହିତ। ଯେତେବେଳେ ଯାକୁବ ଯେତେବେଳେ ମାମୁଁ ଘରକୁ ଯାଉଥିଲେ, ସେ ଗୋଟିଏ ଲୁଇସ୍ ବୋଲି ଗୋଟେ ଜାଗାରେ ଯେତେବେଳେ ସେ ଶୟନ କଲେ, ସେ ସ୍ଥାନରେ ପ୍ରଭୁ ଦର୍ଶନ ଦଉଛନ୍ତି। ସ୍ୱର୍ଗକୁ ଦେଖୁଛନ୍ତି, ପ୍ରଭୁଙ୍କର ଦୂତମାନେ ଅବତରଣ ଆରୋହଣ କରୁଛନ୍ତି। ସେ ଦେଖିଲେ ଏଟା ପ୍ରଭୁଙ୍କର ଉପସ୍ଥିତିର ସ୍ଥାନ। ସେ ଗୋଟେ କମିଟମେଣ୍ଟ କଲେ, ଗୋଟେ ସିଦ୍ଧାନ୍ତ ନେଲେ, ଯେତେବେଳେ ମାମୁଁ ଘରୁ ପ୍ରଭୁ ମତେ ସହାୟ ହେଇକି କୁଶଳ ଭାବରେ ଆଣିବେ, এই ସ୍ଥାନରେ ମୁଁ ପ୍ରଭୁଙ୍କ ପାଇଁ ଗୋଟେ ଗୃହଟେ କରିବି। ଯେତେବେଳେ ପ୍ରଭୁ ତାକୁ ସହାୟ ହେଇକି ଆଣିଲେ, ଅନେକ ବର୍ଷ ପରେ ସେଇ ଜାଗାରେ, ଯୋଉ ଜାଗାରେ ସେ କମିଟମେଣ୍ଟ କରିଥିଲେ, ଯେଉଁ ଜାଗାରେ କି ସେ କମିଟମେଣ୍ଟ କରିଥିଲେ, ଗୋଟେ ପଥର ରଖି ତୈଳ ଢାଳିଥିଲେ, ସେ ସ୍ଥାନରେ ଯଜ୍ଞବେଦୀ ନିର୍ମାଣ କଲେ। ସେ ସ୍ଥାନରେ ଗୋଟେ ପ୍ରଭୁଙ୍କ ପାଇଁ ଗୋଟେ ଗୃହ ତିଆରି କଲେ ଏବଂ କହିଲେ ବୈଥଲ ବୋଲିକି ନାଁ ଦେଲେ, ହାଉସ୍ ଅଫ୍ ଗଡ୍। ଆମର କମିଟମେଣ୍ଟ, ଆମର କଣ ଆଜି ପ୍ରଭୁଙ୍କ ସହିତ, ମୁଁ ପ୍ରଭୁଙ୍କ ପାଇଁ କଣ କରିବି ବୋଲି କମିଟମେଣ୍ଟ କରିଛି, ମୁଁ ଆଜି କଣ ବୋଲିକି ମୁଁ ସିଦ୍ଧାନ୍ତ ନେଇଛି। ଆଜି ମୁଁ ପ୍ରଭୁଙ୍କ ପାଇଁ, ପ୍ରଭୁଙ୍କ ସେବା ପାଇଁ, ପ୍ରଭୁଙ୍କର ଲୋକମାନଙ୍କ ପାଇଁ ଏବଂ ବ୍ୟକ୍ତିଗତ ଜୀବନ ପାଇଁ, ମଣ୍ଡଳୀ ପାଇଁ, ମୋର ସମାଜ ପାଇଁ, ଏବଂ ଆଜି ମଧ୍ୟ ଯେଉଁମାନେ ପ୍ରଭୁଙ୍କର ପରିଚୟ ପାଇନାହାନ୍ତି ଅନେକ ଲୋକ ଅଛନ୍ତି, ସେମାନଙ୍କ ପାଇଁ ପ୍ରାର୍ଥନା କରିବା ପାଇଁ, ସେମାନଙ୍କ ପାଇଁ ଆଉ କୌଣସି ସାହାଯ୍ୟର ହସ୍ତ ବଢାଇବା ପାଇଁ ଆମମାନଙ୍କୁ କମିଟମେଣ୍ଟ ଦରକାର। ମୋର ବ୍ୟକ୍ତିଗତ ପାରିବାରିକ ଜୀବନର ବନ୍ଧନ ଯେପରି ଆଉ ପ୍ରଭୁ ଖୋଲିବେ, ସେଥି ନିମନ୍ତେ ଆମକୁ କମିଟମେଣ୍ଟ ସହିତ ଆଗକୁ ବଢିବାର ଅଛି। ଶେଷ ବିଷୟ, ଏବଂ ଜଣେ କନକ୍ୱର ମ୍ୟାନ୍ ବା କମ୍ପ୍ଲିଟ କରିବା ବ୍ୟକ୍ତି ବା ପରାସ୍ତ କରିବା ବ୍ୟକ୍ତି ଥିଲେ। ଏହୁଦ ହି ଆଜ କନକ୍ୱର ମ୍ୟାନ୍ ମାନେ ଜଣେ ସେ କମ୍ପ୍ଲିଟ କରିବା ବ୍ୟକ୍ତି। ତାର କାର୍ଯ୍ୟକୁ ଏହୁଦ କଣ କଲେ? ହି ଆଜ କମ୍ପ୍ଲିଟ ହିଜ ୱାର୍କ ବି କହିପାରିବା। ତାର କାର୍ଯ୍ୟକୁ ସମାପ୍ତ କରିଲେ, ସେ ସମାପ୍ତ କରିକି ହିଁ ଆସିଲେ। ଯୋଉ ଖଡ୍ଗ ଜଙ୍ଘରେ ବାନ୍ଧିଲେ ଆଉ ଗଲେ କମିଟମେଣ୍ଟ ସହିତ,
ଆଉ ସେ କମିଟମେଣ୍ଟର ସହିତ ସେ କ'ଣ କଲେ ପରାସ୍ତ କରି କଙ୍କେର ମାନେ ପରାସ୍ତ କରିବା କମ୍ପ୍ଲିଟ ମାନେ ସମାପ୍ତ କରିବା ତାର ମିଶନକୁ ତାର କାର୍ଯ୍ୟକୁ ସେ କ'ଣ କରୁଛନ୍ତି ସମାପ୍ତ ହିଁ କରୁଛନ୍ତି ଅଧା ରାସ୍ତାରୁ ଦୌଡ଼ିକି ପଳେଇ ଆସିଲେ ନାହିଁ ଅଧା ଦରଖଣ୍ଡିଆ ମାରିକି ଅଧା ଦରଖଣ୍ଡିଆ କରିକି ମାରିକି ପକେଇକି ଆସିଲେ ନାହିଁ ଆଉ କୌଣସି ଧମକ ଚମକ ଦେଇକି ଆସିଲେ ନାହିଁ ଯୋଉ ଖଡ୍ଗ ନେଇଛନ୍ତି ଯୋଉ ଖଡ୍ଗରେ କି ମୁଁ ରାଜାଙ୍କୁ ବଧ କରିବି ତାର ସଠିକ ଉପଯୋଗ କରିଲେ ଏବଂ ଫେରିକି ଆସୁଛନ୍ତି ଆଉ ସେଲିବ୍ରେସନ ମନାଉଛନ୍ତି କମ୍ପ୍ଲିଟ ଇସ୍ ୱାର୍ ଆସି ଏହୁଦ ନିଜ ଲୋକମାନଙ୍କ ପାଇଁ ବିଜୟ ଆଣିଲେ ଏହୁଦ ସେ କ'ଣ କରୁଛନ୍ତି ବିଶ୍ରାମ ଆଣିବା ବ୍ୟକ୍ତି ନିଜ ନିଜ କାର୍ଯ୍ୟରେ ଆଉ କ'ଣ କରୁଛନ୍ତି ଆମମାନଙ୍କୁ କମ୍ପ୍ଲିଟ କରିବାର ଅଛି ଯେତେବେଳେ ଲୁକ ପୁସ୍ତକ ଦେଖିବେ 1 ଅଧ୍ୟାୟର 23 ପଦରେ ଜିଖରିୟ ଓ ଏଲିଜାବେଥଙ୍କ କଥା ଲେଖାଯାଏ ସେମାନଙ୍କର କଥାରେ ଯେତେବେଳେ ମୁଁ ଦେଖୁଥିଲି ଲୁକ 1:23ରେ ଯେତେବେଳେ ଘରେ ପଡ଼ିବେ ସେମାନଙ୍କର ପାଳି ସମାପ୍ତ କରିକି ହିଁ ଘରକୁ ଫେରୁଥିଲେ ବହୁତ ବୟସ ହେଇଯାଇଥିଲା 5-6 ପଢିବେ ଲୁକ ପୁସ୍ତକ 1:5-6 ସେମାନେ ଉଭୟ ସ୍ୱାମୀ ସ୍ତ୍ରୀ ସେମାନଙ୍କର ବୟସ ବହୁତ ହେଇଯାଇଥିଲା ତଥାପି ସେମାନେ ପରମେଶ୍ୱରଙ୍କ ଦୃଷ୍ଟିରେ ବିଶ୍ୱସ୍ତ ଏବଂ ଧାର୍ମିକ ଥିଲେ ଏବଂ ସେମାନେ ନିଜର କାର୍ଯ୍ୟକୁ ସମାପ୍ତ କରି ତାଙ୍କର ପାଳି ସମାପ୍ତ ହୁଅନ୍ତେ ସେମାନେ ଘରକୁ ଫେରୁଥିଲେ କୌଣସି ଆଉ ୟଙ୍ଗ ଯାଜକ ମାନଙ୍କୁ ଯାଇକି ସେମାନେ କହୁନଥିଲେ ଯେ ଆମର ପାଳି ଆସିନି ତଥାପି ଆମ ପାଇଁ ଟିକେ ସୁଯୋଗ ଦେଇଦିଅ ଆମେ ଯାଜକ କାର୍ଯ୍ୟ କରିକି ଆମେ ଚାଲିଯିବୁ ଆମର ଯାହା ଯାଜକ କାର୍ଯ୍ୟ କରିବାର ଅଛି ସେମାନେ ପାଳି ସମାପ୍ତ କରି ତାଙ୍କର ଯାଜକତ୍ୱ କାର୍ଯ୍ୟ ସମାପ୍ତ କରି ହିଁ ଯାଉଥିଲେ ଯାହା ଧୂପ ଜଳେଇବା ଆଉ ଯାହା ଯାହା କାର୍ଯ୍ୟ କରାଯାଉଥିଲା ମନ୍ଦିରରେ ଆଜି ମଧ୍ୟ ପ୍ରଭୁ ଆମମାନଙ୍କୁ ସେ ତାଙ୍କର ପରିଚୟ ଦେଇ ରାଜକୀୟ ଯାଜକର କାର୍ଯ୍ୟର ଭାର ଆମମାନଙ୍କୁ ଦେଇଛନ୍ତି ସେ କାର୍ଯ୍ୟକୁ ସେ ପାଳିକୁ ଆମମାନଙ୍କୁ ସମାପ୍ତ କରିବା ଦରକାର ଅନେକ ଲୋକ ଲେଖାଯାଏ ପାଉଲ ଦିମା ବିଷୟରେ କୁହନ୍ତି ଦିମା ଜଗତକୁ ପ୍ରେମ କରି ସେ ଜଗତକୁ ପଳେଇଲାଣି ଏବଂ ପାଉଲ ପ୍ରଥମ ତିମୋଥୀ 1:19ରେ ଲେଖାଯାଏ ଅନେକ ଲୋକଙ୍କର ବିଶ୍ୱାସ ରୂପ ଜାହାଜୀ ଭଗ୍ନ ହେଇଗଲାଣି ସେମାନେ କମ୍ପ୍ଲିଟ କରିପାରିଲେ ନାହିଁ ସେମାନେ ନିଜକୁ କମ୍ପ୍ଲିଟ କରିପାରିଲେ ନାହିଁ ଆଶା ରାଜାଙ୍କ ଜୀବନକୁ ଯେତେବେଳେ ଦେଖିବେ ବଂଶାବଳୀ ପୁସ୍ତକରେ ଲେଖାଯାଏ 13, 14, 15, 16 ଅଧ୍ୟାୟକୁ ଆଶା ରାଜା ଠିକ ଆରମ୍ଭ କଲେ କିନ୍ତୁ ଶେଷ ବେଳକୁ ଠିକ କାର୍ଯ୍ୟ କଲେ କିନ୍ତୁ ଶେଷ ବେଳକୁ ସେ ଅନ୍ୟ ରାଜା ମାନଙ୍କର ଉପରେ ନିର୍ଭର କଲେ ଏବଂ ଯେତେବେଳେ ତାଙ୍କୁ କୌଣସି ଗୋଟେ ଆଉ ଦେହରେ କଷ୍ଟ ହେଲା ବା ତାକୁ ବଥ ହେଲା ସେ ବୈଦ୍ୟ ମାନଙ୍କ ପାଖକୁ ଦୌଡ଼ିଲେ ତାଙ୍କର ଶେଷ ଜୀବନ ଠିକ ନଥିଲା ସାଉଲଙ୍କୁ ପ୍ରଭୁ ଇସ୍ରାଏଲର ପ୍ରଥମ ରାଜା କରିଲେ ଅଭିଷିକ୍ତ ରାଜା ଇସ୍ରାଏଲର ପ୍ରଥମ ରାଜା କିନ୍ତୁ ତାର ଶେଷ ଜୀବନକୁ ଯେତେବେଳେ ଦେଖିବେ ସେ ନିଜ ଖଡ୍ଗରେ ଆଉଜି ପଡିକି ନିଜେ ଆତ୍ମହତ୍ୟା କରିକି ମରିଗଲେ ଇସ୍କରିୟ ଯିହୁଦାଙ୍କୁ ପ୍ରଭୁ କ'ଣ କଲେ ଶିଷ୍ୟ ମାନଙ୍କର ନାଁରେ ସ୍ଥାନ ଦେଲେ କିନ୍ତୁ ତାର ଶେଷ ଜୀବନ ନିଜେ ଭାସି ହେଇକି ମରିଗଲେ ଶେଷ ଏମାନଙ୍କର ଠିକ ନଥିଲା ହୁଏତ ଆରମ୍ଭ ଠିକ କରିଛନ୍ତି କିନ୍ତୁ ଶେଷରେ ସେମାନେ ଠିକ କରିପାରି ନାହାନ୍ତି ସାମସନ ମଧ୍ୟ ଜଣେ ଉଦ୍ଧାରକର୍ତ୍ତା ଥିଲେ କିନ୍ତୁ ସାମସନ ମଧ୍ୟ କ'ଣ କରିପାରିଲେ ନାହିଁ ତାର ବଳ ଶକ୍ତି ସବୁ ହରେଇ ଦେଲେ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ପାଉଲ କହୁଛନ୍ତି କ'ଣ କହୁଛନ୍ତି ପାଉଲ ଯେ ମୁଁ ମୋର ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ି ଅଛି ହି ହାଜ୍ କମ୍ପ୍ଲିଟ ମାଇ ଫେଥ୍ ମୁଁ ମୋର ରାସ୍ତାକୁ ସମାପ୍ତ କରିଛି ସେ ନ୍ୟାୟବାନ ବିଚାରକର୍ତ୍ତା ମତେ ସେ ମୁକୁଟ ଦେବେ ଭାରି କମ୍ପ୍ଲିଟ କରିଛି ମୋର କନଫିଡେଣ୍ଟ ବି ଅଛି ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଦାଉଦ ଗୋଟିଏ କଥା କହନ୍ତି 23 ଗୀତର ସବୁବେଳେ ମୁଁ ଶେଷ ଅଂଶକୁ ବେଶୀ ଆଉ ମତେ ହାର୍ଟ ଟଚ୍ କରେ ନିଶ୍ଚୟ ମଙ୍ଗଳ ଓ ଦୟା ମୋହର ଜୀବନ ଯାଏ ମୋହର ପଶ୍ଚାଦଗାମୀ ହେବ ଠିକ ଅଛି କିନ୍ତୁ ଶେଷରେ ଗୋଟେ କଥା ଲେଖା ହେଇଛି ଯେ ମୁଁ ସର୍ବଦା ସଦା ପ୍ରଭୁଙ୍କ ଗୃହରେ ବାସ କରିବି କାରଣ ମୋର କାର୍ଯ୍ୟକୁ ମୁଁ ସମାପ୍ତ କରିକି ଯିବି ମୋର କାର୍ଯ୍ୟକୁ ମୁଁ ସମାପ୍ତ କଲା ପରେ ମୋ ପାଇଁ ଗୋଟେ ଘର ଅଛି ମୋ ପାଇଁ ଗୋଟେ ସଦା ପ୍ରଭୁଙ୍କର ଘର ଅଛି ଯେଉଁ ଘର କି ମୋ ପାଇଁ ପ୍ରଭୁ ପ୍ରସ୍ତୁତ କରିଛନ୍ତି ମୋର ଇଚ୍ଛା ମୋର ଆକାଂକ୍ଷା ଅଛି ମୁଁ ଯେତେବେଳେ ଜଗତର ସମସ୍ତ କାର୍ଯ୍ୟ ସମାପ୍ତ କରିବି ମୋ ପାଇଁ ସେ ଘର
ସବୁଦିନ ପାଇଁ ମୁଁ ସେଇ ଘରେ ହିଁ ବାସ କରିବି। ଅଳ୍ପ କିଛି ଦିନ ତଳେ ପ୍ରଭୁଙ୍କର ଜଣେ ଦାସଙ୍କ ସହିତ କଥା ହଉଥିଲି। ସେ ମତେ କହୁଥିଲେ, ବିଦ୍ୟୁତ ଭାଇ କଣ ଅଛି ଜଗତରେ, ଏ ଘର ଗୋଟେ ଲର୍ଡସ୍ ଭାବରେ ଆମେ ପାଇଛୁ। ଏ ଘର ଆମେ କିଛି ଦିନ ପାଇଁ ପାଇଛୁ। ଆମେ ଯେତେବେଳେ ଆମର କାର୍ଯ୍ୟ ସବୁ ସମାପ୍ତ ହେଇଯିବ, ଆମେ ସେ ପ୍ରସ୍ତୁତ କରିଥିବା, ପ୍ରଭୁ ପ୍ରସ୍ତୁତ କରିଥିବା ଘରକୁ ଚାଲି। ସୁନ୍ଦର କଥା ତାଙ୍କ ଠାରୁ ଶୁଣିଲେ ମତେ ଭାରି ଆଉ ଏନକରେଜ ଲାଗିଲା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, କେହି ତ ପ୍ରଭୁଙ୍କ ଠାରୁ ମୁକୁଟ ପାଇବା ପାଇଁ, କେହି ତ ପ୍ରଭୁଙ୍କର ଘରେ ରହିବା ପାଇଁ ସେମାନେ ଆକାଂକ୍ଷା ଅବସ୍ଥାରେ, କାରଣ ସେମାନେ ନିଜ ନିଜ ରେସ୍କୁ କମ୍ପ୍ଲିଟ କରିଛନ୍ତି। ସେମାନେ ନିଜ ନିଜର ରାସ୍ତାକୁ କମ୍ପ୍ଲିଟ କରିଛନ୍ତି। ସେମାନେ ନିଜ ନିଜର ଯୁଦ୍ଧକୁ କମ୍ପ୍ଲିଟ କରିଛନ୍ତି। ସେମାନେ ନିଜ ନିଜର ଜୀବନକୁ ସେମାନେ କଣ କରିଛନ୍ତି, ପ୍ରଭୁଙ୍କ ନିକଟରେ ଗୋଟେ କମ୍ପ୍ଲିଟ ଭାବରେ କରିଛନ୍ତି। ପରାସ୍ତ ହେବା ବ୍ୟକ୍ତି ନୁହଁ, ପରାସ୍ତ କରିବା ବ୍ୟକ୍ତି ହେଇଛନ୍ତି। ଅନକମ୍ପ୍ଲିଟ ନୁହଁ, କମ୍ପ୍ଲିଟ କରିବା ବ୍ୟକ୍ତି ହେଇଛନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହୁଦ ଗଲେ କମ୍ପ୍ଲିଟ କଲେ ତାଙ୍କର କାର୍ଯ୍ୟକୁ, କଂକର କଲେ, ପରାସ୍ତ କଲେ। ପରାସ୍ତ ହେଇକି ଆସିଲେ ନାହିଁ। ଆଜି ଖ୍ରୀଷ୍ଟିଆନ ଜୀବନ ମଧ୍ୟ ପରାସ୍ତ କରିବା ଜୀବନ ଅଟେ। ଖ୍ରୀଷ୍ଟିଆନ ଜୀବନ ଅଟେ ଗୋଟେ କମ୍ପ୍ଲିଟ କରିବା ଜୀବନ ଅଟେ। ଆଜି ଚିନ୍ତା କରୁ, ମୋର ଆତ୍ମିକ ଜୀବନ ଦିନେ ଗୋଟେ ପରିତ୍ରାଣ ମୋ ପାଇଁ ଅପେକ୍ଷା କରିଛି, ଦିନେ ମୋ ପାଇଁ ଗୋଟେ ମୁକୁଟ ଅପେକ୍ଷା କରିଛି। ସେଥିପାଇଁ ଆଉ ମତେ କମ୍ପ୍ଲିଟ କରିବାର ଅଛି। ମୋର ରେସ୍କୁ ମତେ କମ୍ପ୍ଲିଟ କରିବାର ଅଛି। ମୋର ଜୀବନକୁ ମତେ କମ୍ପ୍ଲିଟ କରିବାର ଅଛି ଗୋଟେ ସୁନ୍ଦର ଭାବରେ। ସେଥିପାଇଁ ସେଇ ପ୍ରଭୁଙ୍କର ଦାସ ଆଉ ଗୋଟେ କଥା କହିଲେ, ସେଟା ଆଉ ଥରେ କହିବି ଯେ ମତେ ଅନେକ ବିଷୟ ହୁଏତ ଯାଚୁଛନ୍ତି କିଛି ଅନୁଷ୍ଠାନର ଦାୟିତ୍ୱ, ଗୁରୁ ଦାୟିତ୍ୱ ସବୁ ନେବା ପାଇଁ। ନା, କାହିଁକି ଦାୟିତ୍ୱ ନେବି, କାହିଁକି କାହା କଥା ଶୁଣିବି? ପବିତ୍ର ମାର୍ଜିତ ହୋଇ ପ୍ରଭୁଙ୍କ ନିକଟରେ ନିଜକୁ କଣ କରିବି, ସୁସଜ୍ଜିତ ଭାବରେ ରଖିବି। ସୁନ୍ଦର ବିଷୟ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନେ ପ୍ରଭୁ ଆମମାନଙ୍କୁ ସରଳ ପବିତ୍ର କରି ତାଙ୍କର ରକ୍ତରେ ଧୌତ କରିକି ନେଇଛନ୍ତି। ଆଉ ଆମମାନେ ମଧ୍ୟ ସେ ଯେତେବେଳେ ପ୍ରଭୁଙ୍କ ନିକଟକୁ ଯିବା, କମ୍ପ୍ଲିଟ ସହିତ ନିଜର କାର୍ଯ୍ୟକୁ କମ୍ପ୍ଲିଟ କର। କାରଣ ଫିଲିପିଓ 2:12 ଲେଖାଯାଏ ଯେ ଆପଣାର ପରିତ୍ରାଣକୁ ପ୍ରତ୍ୟେକ ଦିନ ସାଧନ କର। ଏଭ୍ରି ଡେ ସାଲଭେସନ୍ ଇଜ ପ୍ରୋସେସିଂ। ପରିତ୍ରାଣ ଗୋଟେ ପ୍ରୋସେସିଂ, ଆମମାନଙ୍କୁ ସବୁଦିନ ସାଧନ କରିବାର ଅଛି। ତ ଯାଇକି ଗୋଟେ ମହାପରିତ୍ରାଣ ଆମମାନଙ୍କ ପାଇଁ ଅପେକ୍ଷା କରିଛି। ଯେଉଁମାନେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବେ ସେମାନେ ପରିତ୍ରାଣ ପାଇବେ, ସେମାନେ ଧାର୍ମିକର ମୁକୁଟ ପାଇବେ, ସେମାନେ ଅନନ୍ତ ଜୀବନର ମୁକୁଟ ପାଇବେ। କିନ୍ତୁ ଆମମାନଙ୍କୁ ସମାପ୍ତ କରିବାକୁ ପଡିବ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଇସ୍ରାଏଲ ଲୋକମାନେ ମିଶରକୁ ବାହାରିଲେ, ମିଶର ଠାରୁ ସବୁ ପ୍ରକାରର ଆଶୀର୍ବାଦ ପାଇଲେ, କିନ୍ତୁ କମ୍ପ୍ଲିଟ କରିପାରିଲେ ନାହିଁ। ଅନେକ ଲୋକ ପଥ ପ୍ରାନ୍ତରରେ ସେମାନଙ୍କର ଜୀବନକୁ ହାରିଦେଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଚିନ୍ତା କରୁ, ମୋର ଏଇ ଆତ୍ମିକ ଜୀବନର ଯାତ୍ରାରେ ମୁଁ କମ୍ପ୍ଲିଟ କରିକି ଯାଉଛି ନା ଅନକମ୍ପ୍ଲିଟ ହେଇକି ରହୁଛି? ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ବିଜୟ ଆସିଲା, ଦେଶ 80 ବର୍ଷ ପର୍ଯ୍ୟନ୍ତ ବିଶ୍ରାମ କଲା, ସେଲିବ୍ରେସନ ସେମାନେ କଲେ, ଗୋଟେ ଖ୍ରୀଷ୍ଟୀୟ ସ୍ୱାଧୀନତା ଦିବସ। ଆଜି ମଧ୍ୟ ଯଦି ଆମେ ଏହୁଦଙ୍କ ପରି ଗୋଟେ ଦୃଢ କନଫିଡେଣ୍ଟ ମ୍ୟାନ ଯଦି ହବା, ଏବଂ ଏହୁଦଙ୍କ ପରି ଜଣେ କ୍ଲେଭର ମ୍ୟାନ ହେବା, ଏହୁଦଙ୍କ ପରି ଗୋଟେ କରେଜ ମ୍ୟାନ ହେବା, ଏହୁଦଙ୍କ ପରି ଜଣେ କମିଟମେଣ୍ଟ ମ୍ୟାନ ହେବା, ଏହୁଦଙ୍କ ପରି ଗୋଟେ କନକ୍ୟୁର ମ୍ୟାନ ବା କମ୍ପ୍ଲିଟ କରିବା ବ୍ୟକ୍ତି ହେବା, ନିଶ୍ଚିତ ଭାବରେ ବିଜୟ ଆସିବ। ନିଶ୍ଚିତ ଭାବରେ ଗୋଟେ ସ୍ୱାଧୀନତାର ଜୀବନ ସହିତ ଆମେ ପ୍ରଭୁଙ୍କ ପାଇଁ ବଞ୍ଚିବା। ପ୍ରଭୁ ଏ ବାକ୍ୟ ଦ୍ୱାରା ଆମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।